ଆଜି ରାତିରେ ସିନା କଷ୍ଟ ମଷ୍ଟ ଚଳିଯିବା, ସକାଳେ ଆମେ କରିବା କଣ? ତମକୁ ଲାଜ ଲାଗୁନି? ଯୋଉ ପୁଅ ସକାଳୁ ସକାଳୁ ଘରୁ ବାହାର କରିଦେଲା, ବାପା ମା ଦିଟା କଣ ଖାଇବେ କେଉଁଠି ରହିବେ ଚିନ୍ତା ବି କଲାନି, ତମେ ତା ପାଖକୁ ଯିବ? ଆଉ କାହା ପାଖରେ ଗୁଞ୍ଜିବାର ନାହିଁ। ଦେବା ଆଉ ବିଭୁ ଆଜିଠାରୁ ଆମ ପାଇଁ ମରିଗଲେ। ପେଟରେ ମାରିଥିଲେ, ନହେଲେ ପିଠିକି ମାରିଲେ, ତା ବୋଲି ତମେ ଏମିତି କହିବ? ସରିଛି, ଗାତକୁ ଯିବା ବେଳେ କାହିଁକି ଏମିତି ମଲା ଜିଲା କଥା କହୁଛ? ବରଂ ଠାକୁରଙ୍କୁ ଡାକ, ସେମାନେ ଭଲରେ ରୁହନ୍ତୁ। ହଁ, ମା ପରା ତମେ। ମା ମାନେ ପିଲାମାନଙ୍କୁ ଗୋଇଠା ମାରିଲେ ବି ତୁମେ ତାଙ୍କୁ ମୁଣ୍ଡରେ ବସାଇବ, ହେଲେ ମୁଁ ଏସବୁ ପାରିବିନି। କାହିଁକି ପାରିବନି? ତମେ ପରା ବାପ। ହଁ ହଁ, ମୁଁ ବାପ। ହେଲେ ବାପଟା ସକାଳୁ କିଛି ଖାଇନି। ପାଖରେ ଯେତିକି ଟଙ୍କା ଥିଲା ତମ ପାଇଁ ଔଷଧ ଆଉ ପାଉଁରୁଟି କିଣି ଆଣିଲି। ସକାଳୁ ସଞ୍ଜ ହୋଇଗଲା, ମୋ ପେଟକୁ କିଛି ଟିକେ ଯାଇନି। ତାପରେ ବି ତମେ କହୁଛ ପୁଅମାନଙ୍କ ପାଇଁ ଠାକୁରଙ୍କୁ ଡାକିବି। ମଉସା, ମାଉସୀ, ତମେ ତାହେଲେ ଏଇଠି ଅଛ? କିଏ ରେ ବାବା? ମୁଁ ଚିହ୍ନି ପାରୁନି। ମୁଁ ସେଇ ପବିତ୍ର ମଉସା, ଯାହାକୁ ପିଲାଦିନେ ତମେ ପାଠ ପଢିବାକୁ ବହି ଖାତା ଦେଇଥିଲ, ଆଉ ମାଉସୀ ଯାହାକୁ ଚୁଡାରେ ଗୁଡ ଚକଟି ଖୁଆଇ ଦେଇଥିଲେ, ଆଉ ମୋ ନୁଖୁରା ଚୁଟିରେ ତେଲ ମାରି ମୁଣ୍ଡ କୁଣ୍ଡେଇ ଦେଇଥିଲେ, ମୁଁ ସେଇ ପବିତ୍ର ମଉସା। ଆରେ ତୁ ସେଇ ପବିତ୍ର? ଆ ମୋ ପାଖକୁ ଆ। ଭଲ ହେଲା ରେ ଧନ, ମରିବା ଆଗରୁ ତୋ ସହିତ ଟିକେ ଦେଖା ହେଇଗଲା। ଆ ମୋ ପାଖକୁ ଆ। ମାଉସୀ, କଲେକ୍ଟର ଭାବରେ ଜଏନ କଲା ପରେ ମତେ କେବଳ ତମରି ମାନଙ୍କ ମୁହଁ ଦେଖାହେଲା। ଭାବିଲି ତମ ମାନଙ୍କ ପାଦ ଧୂଳି ନେଲେ ମୋ ଆସନ୍ତା ଜୀବନ ସମ୍ଭାବନାମୟ ହେବ। ତେଣୁ ଢେର ଖୋଜିଲି। ବିଭୁ ଭାଇ କହିଲେ ତମେ ବନ୍ଧୁ ଘରକୁ ଯାଇଛ, ଆଉ ଦେବ ଭାଇ କହିଲେ ତମେ ତୀର୍ଥ କରିବାକୁ ଯାଇଛ, ଆଉ ଏବେ ଦେଖୁଛି ତମେ ଏଇ ରାସ୍ତା କଡରେ ପଡିଛ। କାହିଁକି? ଦିଟା ପୁଅ, ଏତେ ବଡ ବଡ ମହଲ, ତାପରେ ବି ତମେ ଏଇ ରାସ୍ତା କଡରେ ପଡିଛ କାହିଁକି? କଣ ହେଇଛି? ନାଇଁ ନାଇଁ, ସେ କିଛି ନୁହେଁ। କିଛି ନୁହେଁ କେମିତି? ରାସ୍ତା କଡରେ ବସିବା ପଛରେ କିଛି ତ ଗୋଟେ କାରଣ ଥିବ। ସେ କାରଣ କହିଲେ ମତେ ଲାଜ ଲାଗିବ ରେ। ନା, ମୁଁ କହିପାରିବିନି। ତମକୁ କହିବାକୁ ହେବ। ତମେ ଯଦି ଏ ପବିତ୍ରକୁ ଟିକେ ଭଲ ପାଉଥାଅ, ତାହେଲେ ତମକୁ ଏ ପବିତ୍ରର ନିୟମ। କାହିଁକି ଏ ରାସ୍ତା କଡରେ ବସିଛ? କାହିଁକି ନା ଆଜି 31 ତାରିଖ।
ମାର୍ଚ୍ଚ ମାସ ଅଧା ଅଧା ହେଲା। 15 ଦିନ ଆମ ଖବର ଦେବ ବୁଝିଲା, ଆଉ 15 ଦିନ ବିଭୁ ବୁଝିଲା। ଏମିତିରେ ମାସର 30 ଦିନ କଟିଗଲା। 31 ତାରିଖ ଦିନ ଆମ ଖବର କେହି ବୁଝିଲେନି। ସେଥିପାଇଁ ଆମେ ରାସ୍ତା କଡ଼ରେ ପଡ଼ିଛୁ। Oh my God! ମଣିଷ କଣ ଏତେ ତଳକୁ ଖସି ଯାଇପାରେ? ସିକ୍ୟୁରିଟି ଇମିଡିଏଟ୍ ମୋତେ ଦେବଦତ୍ତ ମହାପାତ୍ର ବିଭୁଦତ୍ତ ମହାପାତ୍ରଙ୍କ ପାଖରେ ପହଞ୍ଚାଅ। ଏବେ ପହଞ୍ଚାଅ, ଜଷ୍ଟ ନାଓ। ଯାହା ହବାର କଥା ହେଇଗଲା, ଆଉ କାହିଁକି ସେମାନଙ୍କୁ ଡାକୁଛୁ? ତମେ ବ୍ୟସ୍ତ ହୁଅ ନା ମାଉସୀ। ଯିଏ ଭୁଲ କରିଛି ସେ ଶାସ୍ତି ପାଇବା ଦରକାର। ଏମାନେ କୁଆଡେ ଗୋଟାଏ ସନ୍ତାନ ଗୋଟେ ଦିନ ରଖିଥିଲେ ପକେଟରୁ କଣ ବାଜି ଯାଇଥିଲା। ନିଜ ମହଲ ଭିତରେ ରହିଲ ଆଉ ବାପା ମାଙ୍କୁ ପକେଇଦେଲ ଫୁଟପାଥକୁ। ଏସବୁ ଦେଖି ମତେ ବହୁତ କଷ୍ଟ ହେଉଛି ମାଉସୀ। ଲାଗୁଛି ମୋ ଛାତିରୁ କଲିଜାଟା ଖସି ପଡୁଛି। କାହିଁକି ଆମ ପାଇଁ ବ୍ୟସ୍ତ ହୋଇ ପଡୁଛୁ? ଆମେ ଏମିତି ତୋ ପାଇଁ କଣ କରୁଛୁ ଯେ? ତମେ ମାନେ ମୋ ପାଇଁ ଯାହା କରିଛ ତାହା ଆଜି ମନେ ପଡିଲେ ମୋ ଆଖିରୁ ଲୁହ ଆସିଯାଏ। ଆଜି ବି ଏଇ କଲେକ୍ଟର ପୋଷାକ ଭିତରୁ ତମରି ଝାଳର ଗନ୍ଧ ବାହାରୁଛି। ଆଉ ମନେ ପଡୁଛି ସେଇ ଗୋଡେଇ ଗାଡିଆ ଯେଉଁଠୁ ବୁଡି ବୁଡି ଆସିଲେ ମାଉସୀ ମତେ ତାଙ୍କ ଲୁଗା କାନିରେ ପୋଛି ଦେଉଥିଲେ। ଆଜି ଯାଏ ତ ମୁଁ ତମ ମାନଙ୍କୁ ଭୁଲରେ ମଉସା ମାଉସୀ ଡାକି ଆସିଛି, ବରଂ ତମ ମାନଙ୍କୁ ତ ମୋର ବାପା ବୋଉ ଡାକିବାର ଥିଲା। ଆଜି ଯୋଉ ସ୍ତ୍ରୀ ମାନଙ୍କ ଶାଢୀ କାନିରେ ଚାବି ଲେଖା ହେଇଥିଲୁଛ ସେ ସ୍ତ୍ରୀ ଆଗ ନା ଏ ବାପା ମା ଆଗ? ବୁଦ୍ଧିରେ ସେପାରେଟ ହେଇଗଲ, ଅଲଗା ଅଲଗା ଘର ତିଆରି କଲ, ପୁଣି ବାପା ମାଙ୍କୁ 15 ଦିନିଆ କରିଦେଲ। ସେତିକିରେ ମନ ବୁଝିଲନି 31 ତାରିଖ ଦିନ ବାପା ମାଙ୍କୁ ଉପାସ ରଖିଦେଲ, ରାସ୍ତାକୁ ଦୌଡ଼ିଦେଲ। ଏଇ ବାପା କଣ ନ କରିଛି ତମ ମାନଙ୍କ ପାଇଁ? ନିଜେ ଠିକ ଫଟା ଡ୍ରେସ ପିନ୍ଧି ତମ ମାନଙ୍କୁ ଦେଇଥିଲା, ପାର୍ଲେଜି ବିସ୍କୁଟ ଖାଇ ତମ ମାନଙ୍କୁ ମଣିଷ କରିଥିଲା। ଏଇ ପୁରସ୍କାର ଦେଲ ତାଙ୍କୁ। ଆଉ ଏ ବୋଉ କଣ ନ କରିଛି ତମ ମାନଙ୍କ ପାଇଁ? ତମ ମାନଙ୍କୁ ଖୁଆଇ ନିଜ ପାଇଁ ଯେତେବେଳେ ବାଢିବାକୁ ଯାଏ ହାଣ୍ଡିରେ କିଛି ନଥାଏ, ନିଜେ ଉପାସ ରହି ତମ ମାନଙ୍କୁ ତଣ୍ଟି ଯାଏ ଖୁଆଏ। କଣ ଏଇ ଦିନ ଦେଖିବା ପାଇଁ? ଆଉ ତମ ମାନଙ୍କୁ କଣ କହିବି ମ୍ୟାଡାମ, ଆଜି ଯୋଉ ଅଫିସର ମାନଙ୍କ ସ୍ତ୍ରୀ ହୋଇ ଅଏସ୍ କରୁଛ, ସେଇ ଅଫିସର ମାନଙ୍କୁ ଯିଏ ଗଡି ତୋଳିଛି, ଜୀବନ ସାରା ପୁଅ ବୋଝ ବୋଇ ବୋଇ ଯିଏ ନଈ ପଡିଛି, ତମେ ତାଙ୍କୁ ଘରୁ ବାହାର କରିଦେଲ। ତମେ ମାନେ ସମସ୍ତେ ସ୍ୱାର୍ଥପର, ସମସ୍ତେ ବେଇମାନ। ଆଜି ଠାରୁ ଏମାନେ ଆଉ ଏଠି ରହିବେନି, ସମସ୍ତେ ମୋ ପାଖରେ ରହିବେ। ମୁଁ ନେଇ ଯାଉଛି, ଚାଲ। ମୋ ବାପାକୁ ମୁଁ ଯିବାକୁ ଦେବି ନାହିଁ। ମୋର ବଡ ଭୁଲ ହେଇଯାଇଛି କଲେକ୍ଟର ବାବୁ। ଯେଉଁମାନେ ମୋ ଜୀବନ ଏତେ ଦରକାର ଆସିଥିଲେ ସେମାନଙ୍କୁ ଅଦରକାରୀ ବୋଲି ଭାବି ମୁଁ ବଡ ପାପ କରିଯାଇଛି। ମୁଁ ବି ପାପ କରିଯାଇଛି କଲେକ୍ଟର ବାବୁ। ପ୍ଲିଜ କଲେକ୍ଟର ବାବୁ ମୋତେ
ପ୍ରାୟଶ୍ଚିତ କରିବାକୁ ସୁଯୋଗ ଦିଅନ୍ତୁ। ଜୀବନ ସାରା ବାପା ମାଙ୍କୁ ପାଖରେ ରଖି ପାଦ ପୂଜା କଲେ ମୋ ପାପର ପ୍ରାୟଶ୍ଚିତ ହୋଇଯିବ। ମତେ ବି କ୍ଷମା କରିଦବ, ମୋର ଭୁଲ ହେଇଯାଇଛି। ଏଣିକି ତମମାନଙ୍କର ସବୁ ଖବର ମୁଁ ବୁଝିବି, ଆଉ ଜୀବନକୁ ଆଉ ଥରେ ମୂଳରୁ ଆରମ୍ଭ କରିବି। ମତେ ବି କ୍ଷମା କରିଦବ, ମୁଁ ଆଜି ଯାଇ ଅବାଟରେ ଚାଲୁଥିଲି, କଲେକ୍ଟର ସାର୍ ମତେ ବାଟ ଦେଖେଇଦେଲେ। ବାପା ବୋଉ ତମେ ମାନେ ମୋ ପାଖରେ ରହିବ ନା? ନା, ସେମାନେ ମୋରି ପାଖରେ ରହିବେ। ବାପା ତମେ କିଛି କହୁନ କଣ ପାଇଁ? କଣ କହିବି? କୋଉ କଥା କହିବି? ତମେ ମାନେ ତମ ଭୁଲ ବୁଝି ସାରିଛ, ସେତିକି ମୋ ପାଇଁ ଯଥେଷ୍ଟ। ଆଉ ରହିଲା ଆମେ ବୁଢା ବୁଢୀ 2 ଜଣ କଥା। ନା ଆମେ ତୋ ଘରେ ରହିବୁ ନା ତା ଘରେ ରହିବୁ। ଆଜିଠାରୁ ଗୋଟିଏ ନୂଆ ଘର ତିଆରି ହବ, ସେଥିରେ ଆମେ ସମସ୍ତେ ଏକାଠି ରହିବା, ଗୋଟିଏ ରୋଷେଇରେ ଖାଇବା, ଗୋଟିଏ ଛାତ ତଳେ ରହିବା। ଯୌଥ ପରିବାର ପରମ୍ପରା ଯାହା ମରିଯାଇଛି ଆମେ ତାକୁ ଜୀବନ୍ୟାସ ଦେବା। ଏତିକି କରିଦେଲେ ମୁଁ ତମମାନଙ୍କୁ କହିବି ତମେମାନେ ମୋର ଉପଯୁକ୍ତ ସନ୍ତାନ। हसी हसी दुनिया रे बाटी बाटी जी बहुत जहाँ होती हसत आए हसी हसी दुनिया रे बाटी बाटी जी बहुत जहाँ होती हसत आए हसी हसी दुनिया रे हमारी घर पारी मुहे शराब पूरी हमारी घर पारी मुहे शराब पूरी आदि मालिक जाना मदीना आलू सब बराना हसी हसी